କ'ଣ କାରଣ ଅଛି ମୁଁ ଏପର୍ଯ୍ୟନ୍ତ ପ୍ରଦୀପ ଜେନାଙ୍କ ସାଙ୍ଗରେ କଥା ହେଇନାହିଁ। ପ୍ରଦୀପ ବାବୁଙ୍କ ସହିତ ମୋର ଅନେକ ଦିନର ସମ୍ପର୍କ। ସେ ଜଣେ ଭାରି ଦରଦୀ ମଣିଷ। ସେ ଆଇଏଏସ୍ ଅଫିସର କଲେକ୍ଟର ଥାଆନ୍ତୁ ଯେଉଁ ଜାଗାରେ ଥାଆନ୍ତୁ ନା କାହିଁକି ତାଙ୍କର ଦରଦୀ ଭାବ ମୁଁ ଅନେକ ସମୟରେ ଦେଖିଛି ମଣିଷ ପ୍ରତି, ଲୋକମାନଙ୍କ ପ୍ରତି। ଏପରିକି ଆମେ ଯେତେବେଳେ ଆନ୍ଦୋଳନ ବି କରୁଥିଲୁ ଆଗରୁ, ସେ ଶକ୍ତି ସେକ୍ରେଟାରୀ ଥିଲେ, ଆମେ ବାଟ କାହାକୁ ଛାଡ଼ୁନଥିଲୁ। ମୁଁ କହିଦିଏ ତାଙ୍କୁ ବାଟ ଛାଡ଼ିଦିଅ, କାରଣ ସିଏ ନିଶ୍ଚିତ ଯାହା କହିବେ ଲୋକଙ୍କ ପାଇଁ ସେ ଟିକେ ବିପଦ କହିବେ। ଏବଂ ଏଥରକ ଚେୟାରମ୍ୟାନ୍ ହେଲା ପରେ ବୋଧହୁଏ ତାଙ୍କ ଭିତରେ ଏଇ ଲୋକଙ୍କ ପାଇଁକି ଯେଉଁ ଅଛି ଭାବ ଅଛି ସେଇଟା ଟିକେ ଅଧିକ ହେଇଯାଇଛି, ଯେଉଁଟା ସରକାର ଟଲରେଟ୍ କରିପାରୁନାହାନ୍ତି। ସରକାର ହେଉଛନ୍ତି କର୍ପୋରେଟ୍ ହାଉସ୍ର ଗୁମାସ୍ତା। ସେ ସରକାର ଯେତେବେଳେ କର୍ପୋରେଟ୍ ହାଉସ୍ ସପକ୍ଷରେ ଅଛନ୍ତି, ପ୍ରଦୀପ ବାବୁଙ୍କର ସମସ୍ତ କଥା ଲୋକଙ୍କ ସପକ୍ଷରେ ବୋଧହୁଏ ସେଇଠି କୋଉଠି ସଂଘାତ ହେଇଛି। ନାଇଁ ନାଇଁ, ଦର ବୃଦ୍ଧି ହେଲା ନାହିଁ। ଦର ବୃଦ୍ଧି ଆଗରୁ ହେଇନାହିଁ, ଦର ବୃଦ୍ଧି ସେ କରିନାହାନ୍ତି। ଏବଂ ଦର ବୃଦ୍ଧି ଯଦି ବ୍ୟକ୍ତିଗତ ଭାବରେ ମୁଁ କହିବି, ତାଙ୍କର ମୋ ସାଙ୍ଗରେ ଯାହା ସମ୍ପର୍କ, ଦର ବୃଦ୍ଧି ଏଥରକ ଜମା ହେବ ନାହିଁ ବୋଲି ମୁଁ ବିଶ୍ୱାସ କରୁଥିଲି। ମାନେ ଦର କମିବ ବୋଲି ବିଶ୍ୱାସ କରୁଥିଲି, କିନ୍ତୁ ଦର କମିଲା ନାହିଁ ବା ଦର ବୃଦ୍ଧି ହେଲା ନାହିଁ। କିନ୍ତୁ ଅନେକ କଥା ସେ ଯାହା କରିଯାଇଛନ୍ତି ବହୁତ, ମାନେ ସରକାର ପାଇଁକି ସାଧାରଣ ଗୋଟେ ବଡ଼ କଥା କରିଛନ୍ତି, ସିଏଜି ଅଡ଼ିଟ୍ ହେବ। ବିଦ୍ୟୁତର ସିଏଜି ଅଡ଼ିଟ୍ଟା ହେଲେ ସରକାର ଅନ୍ୟ କ୍ଷେତ୍ରରେ ତାଙ୍କର ଯେଉଁ ପଇସା ଦେଇଛନ୍ତି ବା ଦେଉଛନ୍ତି ତା'ର ସଠିକ୍ ବିବରଣୀ ପାଇବେ। ଆଉ ଗୋଟେ କଥା ତା ଦେହରେ କରିଦିଆଯାଇଥିଲେ, ଆଉ ଦୁଇଟା କଥା, ଏ ଯେଉଁ ମିଟର କିଣିବା ଉପରେ ବୋଧେ ଡିସ୍ପ୍ୟୁଟ୍ ହେଇଛି। ମୋର ଯାହା ଧାରଣା ହେଉଛି, ମିଟର କିଣିବା ବିଭିନ୍ନ ପ୍ରକାର ସ୍ମାର୍ଟ ମିଟର ମିଳୁଛି, କିନ୍ତୁ ଗୋଟେ ନିର୍ଦ୍ଦିଷ୍ଟ କମ୍ପାନୀ ଠାରୁ ମିଟର କିଣିବାଟାକୁ ବୋଧହୁଏ ସେ କେଉଁଠି ବିରୋଧ କରିଛନ୍ତି ବା କ'ଣ ହେଇଛି, ସେମିତି ହେଇପାରେ, ଗୋଟେ କାରଣ ହେଇପାରେ ବୋଲି ମୁଁ ଭାବୁଛି। ତଥାପି ଆଜି ଦିନରେ ମୁଁ ଗୋଟିଏ କଥା ନିଷ୍ପତ୍ତି କାଲିଠାରୁ ସନ୍ଧ୍ୟାବେଳଠାରୁ କରିନେଇଛି। ଯଦି ପ୍ରଦୀପ ବାବୁ ଚାହିଁବେ ଏ ବିଦ୍ୟୁତ ଉପଭୋକ୍ତାମାନଙ୍କର ସ୍ୱାର୍ଥ ରକ୍ଷା କରିବା ପାଇଁ, ବିଦ୍ୟୁତ ଉପଭୋକ୍ତାର ମହାସଂଘର ନେତୃତ୍ୱ ନେବା ପାଇଁ ମୁଁ ସେ ଜାଗା ଛାଡ଼ିବି ଏବଂ ମୋର ବନ୍ଧୁମାନଙ୍କୁ କହିବି ପ୍ରଦୀପ ବାବୁଙ୍କୁ ଶଙ୍ଖୋଳିକି ଆଣିବେ ଏବଂ ପ୍ରଦୀପ ବାବୁଙ୍କୁ ଏ ଦାୟିତ୍ୱ ଦେବେ। ସେ ଜଣେ ଉପଯୁକ୍ତ ମଣିଷ, ଲୋକଙ୍କ ପାଇଁ ଲଢ଼େଇ କରୁଥିବା ମଣିଷ। ମୁଁ ସବୁ ମୋର ବନ୍ଧୁମାନଙ୍କ ସାଙ୍ଗରେ ପରାମର୍ଶ କରିବି ଯଦି ପ୍ରଦୀପ ବାବୁ ଏଥିରେ ସମର୍ଥନ ଦିଅନ୍ତି। ନ୍ୟାଚୁରାଲି ଟାଟାକୁ ସେ ଗୋଟିଏ ଯୋଡ଼େ ବଡ଼ ପ୍ରଶ୍ନ କରିଥିଲେ ଯେ, ଗୋଟିଏ କଥା ହେଉଛି ଟାଟା କହିଲା ଆଡ଼ମିନିଷ୍ଟ୍ରେଟିଭ୍ କଷ୍ଟ ବଢ଼ିଯାଇଛି। ଆଡ଼ମିନିଷ୍ଟ୍ରେଟିଭ୍ କଷ୍ଟ ବଢ଼ିଯାଇଛି ଯଦି ସେ ପ୍ରଶ୍ନ କରିଥିଲେ ଯେ ଯଦି ଆଡ଼ମିନିଷ୍ଟ୍ରେଟିଭ୍ କଷ୍ଟ ବଢ଼ିଛି କାହାର ବଢ଼ିଛି, କେଉଁ ଆଡ଼ମିନିଷ୍ଟ୍ରେଟିଭ୍ କଷ୍ଟ? ଯେଉଁଗୁଡ଼ାକ ସିଓ ଅପର ଲେବୁଲ୍ ଲୋକ, ଉପର ଲେବୁଲ୍ର 10% ଲୋକଙ୍କର ବଢ଼େଇଛ। ତଳେ ତ ସବୁ ଅଳ୍ପ ପଇସାର ଦରମା, ତାଙ୍କୁ ମିନିମମ୍ ୱେଜ୍ ଦେଉଛ। ଯେଉଁମାନେ ପାଉଛନ୍ତି ତଳେ 12,000, 15,000, 8,000 ଟଙ୍କା ଦରମା, ଏବଂ ସେମାନଙ୍କ ଭିତରୁ ଅଧିକାଂଶ ଷ୍ଟ୍ରାଇକ୍ କରିକି ଯାଉଛନ୍ତି, ଚାକିରି ବି ଛଡ଼େଇ ଦେଉଛ। ଏସବୁ କଥାଟା ସେ ବୋଧେ ତାଙ୍କୁ କହିଥିବେ, କାରଣ ତା'ର କାରଣ ହେଉଛି ଆମମାନଙ୍କର ଯୁକ୍ତି ତାଙ୍କ ପାଖରେ ସେୟା ଥିଲା। ସେଇ ଯୁକ୍ତିଟାକୁ ଯଦି ସିଏ କହିଥିବେ, ଟାଟା ନିଶ୍ଚିତ ଭାବରେ ସେଥିରେ ବିରୋଧ ହୋଇଥିବ। ଯୁକ୍ତି ଥିଲା ଯେ ଟାଟା ଯେଉଁ ଖର୍ଚ୍ଚ କରୁଛି ଆଡ଼ମିନିଷ୍ଟ୍ରେଟିଭ୍ ଖର୍ଚ୍ଚ କେବଳ ତା'ର ସିଓମାନଙ୍କ ପାଇଁକି। ବହୁତ ବଡ଼ ବଡ଼ ଯେଉଁମାନେ ଅଫିସର ଅଛନ୍ତି ତାଙ୍କୁ ଦରମା, ତାଙ୍କ ଯେଉଁ ପ୍ୟାକେଜ୍, କାହାକୁ 10 ଲକ୍ଷ, କାହାକୁ 15 ଲକ୍ଷ, କାହାକୁ 8 ଲକ୍ଷ, ଏଇ ପ୍ୟାକେଜ୍ ଦେଉଛି। ତଳ ଶ୍ରେଣୀର ଲୋକମାନଙ୍କର ଦରମା ବଢ଼ାଏ ନାହିଁ ବା ତାଙ୍କର କିଛି ଖର୍ଚ୍ଚ ହୁଏନି। ତେଣୁ ସେଇ ଦୃଷ୍ଟିରୁ ବିଚାର କଲେ ଟାଟାର ଯେଉଁ ଆଡ଼ମିନିଷ୍ଟ୍ରେଟିଭ୍ କଷ୍ଟ ବଢ଼ିଛି ବୋଲି କୁହାଯାଉଛି, ତାକୁ ସୀମିତ ରଖାଯାଉ, 8% ଭିତରେ ରଖାଯାଉ କି 6% ଭିତରେ ରଖାଯାଉ। ଟାଟା ରଖିବା ଉଚିତ, ଏକଥା ଆମେ ଯୁକ୍ତି କରିଥିଲୁ। ତା ଭିତରୁ ଯଦି ଏମିତି ହେଇଥିବ। କିନ୍ତୁ ଆଜି ଦିନରେ ମୁଁ ଏବେ ବି ଅନୁଭବ କରୁଛି ତାଙ୍କ ପରି ଜଣେ ଦରଦୀ ମଣିଷ, ମାନେ ସାଧାରଣ ଲୋକଙ୍କ ପାଇଁକି, ସେ ଗୋଟେ ସାଧାରଣ ପରିବାରରୁ ଆସିଥିଲେ, ସାଧାରଣ ଲୋକ ପାଇଁ ଲଢ଼େଇ କରିବାର ଯେଉଁ ମନୋବୃତ୍ତି, ଯଦି ସେ ବିଦ୍ୟୁତ ଉପଭୋକ୍ତା ମହାସଂଘର ନେତୃତ୍ୱ ନେଇକରି ଲଢ଼େଇ କରନ୍ତି, ମୁଁ ଭାବୁଛି ତାଙ୍କର ଶିକ୍ଷା, ତାଙ୍କର ଅଭିଜ୍ଞତା ଏବଂ ତାଙ୍କର କୌଶଳ ସବୁଗୁଡ଼ାକ ନିଶ୍ଚିତ ଭାବରେ ଉପଭୋକ୍ତାମାନଙ୍କୁ ସାହାଯ୍ୟ କରିବ।